ପାଠ ପଢ଼ିବାକୁ ସହରକୁ ଯାଇ ପ୍ରେମରେ ପଡ଼ିଯାଏ ଘରର ବଢ଼ିଲା ଝିଅ ଅମୃତା। ଅମୃତା ଦେଖିବାକୁ ସୁନ୍ଦରୀ ଥିଲା, ଆଉ ଗୋଟେ ହ୍ୟାଣ୍ଡସମ୍ ଯୁବକକୁ ପ୍ରେମ ଜାଲରେ ଫସେଇ ଦେଲା। ପ୍ରେମିକ ରାମକେଶ ଆଉ ପ୍ରେମିକା ଅମୃତା ଅଲଗା ଅଲଗା ଅଞ୍ଚଳର ହେଇଥିଲେ ମଧ୍ୟ ଏହି ସହରରେ ଗୋଟେ ଜାଗାରେ କୋଚିଂ ନେଉଥିଲେ। କିଛି ଦିନ ପରେ ପ୍ରେମିକା ଅମୃତାର ଗାଁ ପ୍ରେମିକ ସୁମିତ କଥା ମନେ ପଡ଼ିଯାଇଥିଲା। ଆଉ ତାପରେ ଯାହା ହେଲା ଜାଣିବା ପୂର୍ବରୁ କମେଣ୍ଟ କରି କୁହନ୍ତୁ ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ କିଏ କିଏ ଦେଖୁଛନ୍ତି, ଆଉ ଯଦି ଦେଖୁଛନ୍ତି ତେବେ କେମିତି ଲାଗୁଛି, ଆଉ ଯଦି ମିସ୍ କରିଦେଉଛନ୍ତି ତେବେ ବଣ୍ଟି ବବଲି ଲଭ୍ ଷ୍ଟୋରି ନାଁରେ ହେଇଥିବା ପ୍ଲେ ଲିଷ୍ଟକୁ ଯାଇ ସବୁ ଏପିସୋଡ଼କୁ ଦେଖିପାରିବେ। ଏବେ ଆସିବା ପୁରା କାହାଣୀକୁ। ଅମୃତା ଘରର ଗୋଟେ ବୋଲି ଝିଅ ଥିଲା, ଭାରି ଅଲିଅଳିରେ ବଢ଼ିଥିଲା, ଆଉ ଦେଖିବାକୁ ସୁନ୍ଦରୀ ବି ଥିଲା। ଅମୃତା UPSC ପାଇଁ ପ୍ରିପେୟାର ହେଉଥିଲା, ସେଥିପାଇଁ କୋଚିଂ ନେବାକୁ ନିଜ ସହର ଛାଡ଼ି ବଡ଼ ସହରରେ ପହଞ୍ଚିଗଲା। ଆଉ ସେଇ କୋଚିଂ ସେଣ୍ଟରରେ ରାମକେଶ ସହିତ ପ୍ରଥମ ଦେଖାରେ ପ୍ରେମ ହୋଇଗଲା। ରାମକେଶ ବି କମ୍ ହ୍ୟାଣ୍ଡସମ୍ ନଥିଲା। ଉଭୟ ଅମୃତା ଆଉ ରାମକେଶ ଅଲଗା ଅଲଗା ସହରରେ ହେଇଥିଲେ ମଧ୍ୟ ଉଭୟ ଗୋଟେ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। ଆଉ ୟାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ପ୍ରେମ ଗଭୀର ହେଲା, ଆଉ ଅମୃତା ସବୁବେଳେ ରାମକେଶ ରୁମ୍କୁ ଯିବା ଆସିବା ଆରମ୍ଭ କଲା। ଏମିତି ସବୁବେଳେ ଯିବା ଆସିବା ଭିତରେ ଶାରୀରିକ ସମ୍ପର୍କ ବି ରଖିବା ଆରମ୍ଭ କରିଦେଇଥିଲେ। ନିଆଁ ପାଖରେ ଘିଅ କ'ଣ ରହିପାରିବ ଆଜ୍ଞା? ନିଆଁ ପାଖରେ ଘିଅ ଯେମିତି ତରଳିଯାଏ, ଉଭୟ ଉଭୟଙ୍କୁ ପାଇ ସେମିତି ତରଳି ଯାଉଥିଲେ। ଆଉ କାମନାର ସେ ନିଆଁରେ ଜଳି ଜଳି ନିଜର ସବୁ କାମନାକୁ ଚରିତାର୍ଥ କରିବାକୁ ଲାଗି ପଡ଼ୁଥିଲେ। ଖାଲି ସେତିକି ନୁହେଁ, ମଜାରେ ମଜାରେ ଉଭୟ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଆଉ ଭିଡ଼ିଓକୁ ନିଜ କ୍ୟାମେରାରେ ସୁଟ୍ ବି କରୁଥିଲେ। ଏମିତିରେ ବିତିଯାଏ ଗୋଟେ ବର୍ଷ। ଆଉ ୟାରି ଭିତରେ ଅମୃତାର ଗାଁର ସେ ପୁରୁଣା ପ୍ରେମିକ ସୁମିତ କଥା ମନେ ପଡ଼ିଯାଏ। ଅମୃତା ଆଗରୁ ସୁମିତକୁ ପ୍ରେମ କରୁଥିଲା, ଆଉ ଅମୃତାର ପରିବାର ଲୋକେ ଏକଥା ଜାଣିଥିଲେ। ଆଉ ଅମୃତା ସୁମିତ୍ର ପ୍ରେମକୁ ଗ୍ରହଣ କରି ବିବାହ ବି ସ୍ଥିର କରିସାରିଥିଲେ। ହଠାତ୍ ଅମୃତାର ସୁମିତ ପ୍ରତି ଥିବା ପ୍ରେମଟା ଜାଗି ଉଠିଥିଲା। ଆଉ ସେଇ ସୁମିତ ପାଇଁ ରାମକେଶକୁ ଏଭଏଡ଼ କରିବା ଆରମ୍ଭ କରିଦେଲା ଅମୃତା। ହେଲେ ରାମକେଶ ଅମୃତା ସହିତ ବିତାଇଥିବା ସେ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭୁଲି ପାରୁନଥିଲା। ଅମୃତା ତାକୁ ଏଭଏଡ଼ କରିବାର କାରଣ ଖୋଜିବାକୁ ଲାଗିଲା, ଆଉ ରାମକେଶ ସବୁ ସତ ଜାଣିପାରିଥିଲା। ରାମକେଶ ଅମୃତାକୁ ପାଇବାକୁ ପାଗଳ ପ୍ରାୟ ହୋଇଯାଇଥିଲା। ଶେଷରେ କିଛି ଉପାୟ ନ ପାଇ ଅମୃତାକୁ ବ୍ଲାକମେଲ୍ କରିବା ଆରମ୍ଭ କଲା। ଆଉ ଅମୃତା ତାକୁ ବାହା ନହେଲେ ତା ପାଖରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡ଼ିଓକୁ ଭାଇରାଲ କରିଦେବାକୁ ଧମକ ବି ଦେଲା। ଅମୃତା ଡରିଗଲା, ଆଉ ସୁମିତକୁ ରାମକେଶ ବିରୁଦ୍ଧରେ ମିଛ କଥା କହିବାକୁ ଲାଗିଲା। ରାମକେଶ କୁଆଡ଼େ ଖାଇବାରେ ନିଶା ଦେଇ ତାହା ସହ ଖରାପ କାମ କରିଥିଲା, ଆଉ ସେଇ ଫଟୋ ଭିଡ଼ିଓକୁ ସୁଟ୍ କରି ବ୍ଲାକମେଲ୍ କରୁଥିଲା। ଏକଥା ସୁମିତ ଶୁଣି ରାଗିଗଲା, ଆଉ ଉଭୟ ମିଶି ରାମକେଶକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ଯୋଜନା କଲେ। ପୂର୍ବ ଯୋଜନା ଅନୁସାରେ ଅମୃତା ରାମକେଶ ଘରକୁ ଗଲା, ଆଉ ସବୁ ଭୁଲି ତାର ହେବାକୁ କହିଲା। ରାମକେଶ ବି ଅମୃତାକୁ ପାଇ ବେଶ ଖୁସି ହେଇଯାଇଥିଲା। କିନ୍ତୁ ରାତି ଅଧରେ ରାମକେଶ ଶୋଇଗଲା ପରେ ଅମୃତା ସୁମିତକୁ ଡାକିଲା, ଆଉ ରାମକେଶକୁ ମାରି ରାସ୍ତାରେ ପକେଇ ଦୁର୍ଘଟଣାର ରୂପ ଦେଇ ଚାଲି ଯାଇଥିଲେ। ହେଲେ ପୋଲିସ ଯେତେବେଳେ ଶବକୁ ପୋଷ୍ଟମର୍ଟମ କଲା ସେତେବେଳେ ସବୁ ସତ ସାମ୍ନାକୁ ଆସିଯାଇଥିଲା। ଆଉ ତଦନ୍ତ ବେଳେ ଏହିସବୁ ସତ ସାମ୍ନାକୁ ଆସିବା ପରେ ରାମକେଶ ହତ୍ୟାରେ ସମ୍ପୃକ୍ତ ଅମୃତା, ସୁମିତ ଆଉ ସୁମିତ୍ର ଜଣେ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦର୍ଶକ ବନ୍ଧୁ, ଏବେ କାହାକୁ ପ୍ରେମ କରି ଭରସା କରିବ? ଏଇ ଦେଖୁନାହାନ୍ତି ସୁନ୍ଦରୀ ଅମୃତା କଥା। ଯଦି ସେ ଆଗରୁ ସୁମିତକୁ ପ୍ରେମ କରୁଥିଲା, ତେବେ ପୁଣି ରାମକେଶକୁ ପ୍ରେମ କରିବା ଆଉ ଶାରୀରିକ ସମ୍ପର୍କ ରଖିବା କ'ଣ ଆବଶ୍ୟକ ଥିଲା? ଏମିତି ପ୍ରେମ ଥିଲା, ଶେଷରେ ସମସ୍ତେ କଷ୍ଟ ଆଉ ଯନ୍ତ୍ରଣା ପାଇଥିଲେ। ଏ ଦୁନିଆରେ କାହାକୁ ଭରସା କରିବେ ଆଜ୍ଞା? ଯାହାକୁ ତମେ ନିଜର ଭାବୁଥିବ ଆଉ ନିଜ ଜୀବନଠୁ ଅଧିକ ଭଲ ପାଉଥିବ, ସେଦିନେ ତମ ଜୀବନ ଯିବାର କାରଣ ସାଜିବ। ଏଠି କାହାର ଭୁଲ ଥିଲା? ଅମୃତାର, ଯିଏ ଆଗରୁ ଜଣକୁ ଭଲ ପାଉଥିଲେ ବି ରାମକେଶକୁ ଭଲ ପାଇ ତାହା ସହ ଶାରୀରିକ ସମ୍ପର୍କ ରଖିଲା? ନା ସୁମିତ୍ର ଭୁଲ ଥିଲା? ପ୍ରେମିକା ଅମୃତାର ମିଛ କଥାରେ ବିଶ୍ୱାସ କରି ରାମକେଶର ଜୀବନ ନେଇଗଲା? ନା ରାମକେଶର ଭୁଲ ଥିଲା, ଯିଏ ଅମୃତାର ପୁରୁଣା ପ୍ରେମିକ ଅଛି ବୋଲି ଜାଣିବା ପରେ ବି ଅମୃତାକୁ ପାଗଳ ପରି ଭଲ ପାଇ ବିଶ୍ୱାସ କରି ତାକୁ ପୁଣି ଥରେ ଘରକୁ ଡାକିଥିଲା? ମୁଁ ତ ଜାଣିପାରୁନି ଆଜ୍ଞା। ଆପଣମାନେ ଯେ ଜାଣିପାରୁଥିବେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ ସବୁଦିନ ରାତି 9ଟାରେ ଦେଖିବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।